ସୁଜାତା ଆଜି ଦଳରେ ଯୋଗ ଦେବା ଯୋଗୁ ଦଳର ଗୋଟେ ଆଭ୍ୟନ୍ତରୀଣ ଶକ୍ତି ବୃଦ୍ଧି ହେବ ବୋଲି ମୋର ବିଶ୍ୱାସ ଅଛି। ଆଉ ସିଏ ଜଣେ ଦକ୍ଷ ପ୍ରଶାସକ ହିସାବରେ ଦୀର୍ଘ 25 ବର୍ଷ ଧରିକି କାର୍ଯ୍ୟ କରିଛନ୍ତି ଏବଂ ତାଙ୍କର ଯୋଉ ଦକ୍ଷତା ଅଛି ଓଡ଼ିଶାବାସୀଙ୍କର କାର୍ଯ୍ୟ କରିବାରେ ଜଣେ ଦକ୍ଷ ଆଇଏଏସ୍ ଅଫିସର ହିସାବରେ ତାହା ଡେଫିନେଟଲି ଦଳ ପାଇଁ ଆମକୁ ସାହାଯ୍ୟ କରିବ। ତାଙ୍କର ସେଇ 25 ବର୍ଷର ଅନୁଭୂତିକୁ କାର୍ଯ୍ୟରେ ଲଗେଇବେ ଏବଂ ଦଳ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ ଦଳ ନେତା ହିସାବରେ ସେ ଅନୁସାରେ ସେ କାର୍ଯ୍ୟ କରିବେ। ତେଣୁ ଏହା ସମସ୍ତଙ୍କ ପାଇଁ ଅତି ଉତ୍ସାହ ଆଉ ଉଦ୍ଦୀପନା ପ୍ରେରଣାଦାୟକ ନିଶ୍ଚିତ ଭାବରେ। ଏବଂ ଯୋଉ ଆଭ୍ୟନ୍ତରୀଣ କିଛି ଯଦି ସମସ୍ୟା ଅଛି ତାକୁ ଖୁବ ଶୀଘ୍ର ସର୍ଟ ଆଉଟ୍ ହେଇଯିବ ଏବଂ ଦଳ ୱାନ୍ ଆଣ୍ଡ ୟୁନାଇଟେଡ୍ ଏ ଭାବରେ କାର୍ଯ୍ୟ କରିବ। ସମସ୍ତ ମନ ମିଶିକିରି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ସମସ୍ତେ ମନମିଶି କାର୍ଯ୍ୟ କରିବେ, କାରଣ ଆମର ଶତ୍ରୁକୁ ସମ୍ମୁଖୀନ ହେବା ପାଇଁ ଆମର ଶକ୍ତି ଏକଜୁଟ ହବା ଦରକାର ଅଛି। ଅନେକ ସମୟରେ ବ୍ୟକ୍ତିର ତ୍ୟାଗ ବ୍ୟକ୍ତିର ସେବା ସଂଗଠିତ କରିଥାଏ ପ୍ରଶାସନକୁ, ବ୍ୟକ୍ତିକୁ, ସଂଗଠନକୁ ଏବଂ ଦଳୀୟ କାର୍ଯ୍ୟକ୍ରମକୁ। ତେଣୁ ବ୍ୟକ୍ତିର ବ୍ୟକ୍ତିତ୍ୱ ଯଦି ଜାହିର କରିକି କାର୍ଯ୍ୟ ହେଇପାରେ ତାହେଲେ ସଂଗଠନକୁ ନିଶ୍ଚିତ ଆଗକୁ ନବାରେ ବାଟ ଆସିବ।